ମୋ ନାଁ ହରିପାଙ୍ଗି ଗାଁ ତେନ୍ତୁଲିଗୁଡ଼ା ଶିମିଳିଗୁଡ଼ା ବ୍ଲକ କୋରାପୁଟ ଜିଲ୍ଲା ମୋର। ଆଉ ଆମର କ୍ଷୁଦ୍ର ଗୋଟେ ଆୟୁର୍ବେଦିକ ଚେରମୂଳି ଗବେଷଣାର ଗୋଟେ ଅଛି। ସେଇ ଗବେଷଣା କେନ୍ଦ୍ର ଆମର ଡଳିଆମ୍ବରେ ସ୍ଥାପିତ କରିଛୁ। ଏଥିରେ ଆମର ବହୁତ ପ୍ରକାର 105 ପ୍ରକାର ରୋଗର ଔଷଧ ଚିକିତ୍ସା କରୁଥିଲୁ। ଏବେ ଆଉ 12ଟା ଔଷଧର ଚିକିତ୍ସା ହେଲାଣି। ଆଉ ତା ସହିତ ମିଶିଲେ 117ଟା ରୋଗର ଚିକିତ୍ସା ବର୍ତ୍ତମାନ ଚାଲିଛି। ତେଣୁ ଆ ପାଇଁ ଯେତେବେଳେ ଭାରତ ସରକାରଙ୍କର କାଉନସିଲ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ଆୟୁର୍ବେଦ ରିସର୍ଚ୍ଚ ସଂସ୍ଥାଟା ଯେଉଁ ଅଛି ଗଭର୍ଣ୍ଣମେଣ୍ଟର ଭାରତ ସରକାରଙ୍କର, ସେଇଥିରୁ ସେମାନେ ଆମକୁ ଆମେରିକାଠୁ ଫେରିଲା ପରେ ସେମାନେ ଦେଖିଲେ ଯେତେବେଳେ କାମଟା ଭଲ ଆମ ଇଣ୍ଡିଆରେ ଚାଲିଛି ବୋଲିକି, ସେମାନେ ପୁଣି ଆମ ପାଖକୁ ତାଙ୍କର ଗୋଟେ ଗବେଷଣା ଟିମ୍ଟା ଭୁବନେଶ୍ୱରରୁ ପଠାଇଥିଲେ। ତାପରେ ଏଇଟାକୁ ରିପୋର୍ଟ ନେଇକି ପୁଣି ସେମାନେ ନେଲେ, ପଠାଇଲେ ଦିଲ୍ଲୀକୁ। ପୁଣି ଦିଲ୍ଲୀରୁ ଆଜି ଗୋଟେ ଟିମ୍ଟା ଆସି ପହଞ୍ଚି ଯାଇଛନ୍ତି। ଆଉ ଏ ଟିମ୍ଟା ଯେତେ ପହଞ୍ଚିଛନ୍ତି, ଏ ଟିମ୍ର ତାଙ୍କର କାମ ଅଛି ଯେଉଁଟା CKD କ୍ରନିକ୍ କିଡ଼ନୀ ଡିଜିଜ୍ ବା କିଡ଼ନୀ ରୋଗ ଆଉ ଉଚ୍ଚ ରକ୍ତଚାପ BP ପାଇଁ ଏମାନେ ଆଜି ଏଇଟା ଡକୁମେଣ୍ଟ କରୁଛନ୍ତି ଆଉ ରୋଗୀଙ୍କୁ ପଚାରି ବୁଝୁଛନ୍ତି। ଆଉ ଅନୁସାରେ ସେମାନେ ଆଉ କ'ଣ ପ୍ରୁଫ୍ ଅଛି ଆଉ କେମିତି ଗଛମାନଙ୍କର ରକ୍ଷଣାବେକ୍ଷଣ କରୁଛନ୍ତି, ଏସବୁ ଅନୁସନ୍ଧାନ ପାଇଁ ଏମାନେ ଆସିଛନ୍ତି 3 ଦିନିଆ। ଆଜି କାଲି ପହରଦିନ ପର୍ଯ୍ୟନ୍ତ ରହିବେ। ସେମାନେ ଡକ୍ଟର ଭେଙ୍କଟେଶ୍ୱର ଭାଲୁ ବିଜୟବାଡ଼ାରୁ ଅଛନ୍ତି। ଆଉ ଜଣେ ଡକ୍ଟର କ୍ଷୀରୋଦ୍ରତ ଭୁବନେଶ୍ୱରରୁ ଅଛନ୍ତି। ଆଉ ଜଣେ ବଟନିକାଲ ବାଲା କ'ଣ ତାଙ୍କର ଆଜି ଫ୍ଲାଇଟ୍ ମିସ୍ ହେଇଗଲା ବୋଲି ସେମାନେ କାଲିକି ସେ ପହଞ୍ଚିବେ। ସବୁ ଟୋଟାଲ ତାଙ୍କର 3 ଜଣ ଅଛନ୍ତି। ଏମାନଙ୍କର 3 ଦିନିଆ ପ୍ରୋଗ୍ରାମ ରଖିଛନ୍ତି। ଏ 3 ଦିନିଆ ପ୍ରୋଗ୍ରାମ ଆଙ୍କର ଆଜି ଆଉ କାଲି ପହରଦିନ 29 ପର୍ଯ୍ୟନ୍ତ ରହିବ। ଏତିକି ଭିତରେ ଆମର ଅନୁଷ୍ଠାନର ଯେଉଁ ଗବେଷଣା ତଥ୍ୟଟା ଯେଉଁ ରହିଛି ଆଉ ଗବେଷଣା ଫର୍ମୁଲାଟା ସେମାନେ ସବୁ ଅନୁସନ୍ଧାନ କରିବେ ଆଉ ତାଙ୍କେ ଭାରତ ସରକାରଙ୍କୁ ରିପୋର୍ଟ ଦେବୁ ବୋଲି ସେମାନେ କହୁଛନ୍ତି। ସେମାନେ ସବୁ ଆଜି କିଡ଼ନୀ ରୋଗୀ ଆଉ BP ରୋଗୀ ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କୁ ସେମାନେ ସବୁ ଆଜି ଦେଖୁଛନ୍ତି। ଆଉ ଏଇଟା ଦେଖିଲା ପରେ ଏମାନେ ଆଉ ଅନ୍ୟ ରୋଗୀଙ୍କର ମଧ୍ୟ ଅନୁସନ୍ଧାନ ଦେଖୁଛନ୍ତି, କେମିତି କାମ କରୁଛି କ'ଣ ସେଇଟା ବି ପଚାରି ବୁଝୁଛନ୍ତି ଏମାନେ। ତାପରେ ଏତିକି ସରିଲା ପରେ ଉପରବେଳା ଆଉ ଯେଉଁମାନେ ଖାଉଥିବା ଲୋକଙ୍କର ଆହୁରି ଅନୁସନ୍ଧାନ କରିବେ। ବେଶୀ ଖାଲି ରୋଗୀ ଆମଠୁ ଯେତିକି ସେମାନେ ପଚାରିବା କଥା, ସେମାନେ ରୋଗୀମାନଙ୍କଠୁ ସେମାନେ ଅଧିକା ପଚାରି ନେଉଛନ୍ତି ଆଉ ଅଧିକା ତାଙ୍କର ତଥ୍ୟ ସଂଗ୍ରହ କରୁଛନ୍ତି।